ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବାଇସିଙ୍ଗା ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାହାଙ୍କ ଜୟନ୍ତୀ ଅବସରରେ ଆଜି ପତଞ୍ଜଳି ଯୋଗପୀଠ ହରିଦ୍ୱାରର ଯୋଗାଚାର୍ଯ୍ୟ ଯୁବା ଭାରତ ରାଷ୍ଟ୍ରୀୟ ପ୍ରଭାରୀ ସାଧୁ ସ୍ୱାମୀ ଆଦିତ୍ୟ ଦେବଜୀ ମହାରାଜ ପଦାର୍ପଣ କରି ଆୟୋଜିତ ସଭାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଉପସ୍ଥିତ ଗ୍ରାମବାସୀମାନଙ୍କୁ ଯୋଗର ମାହାତ୍ମ୍ୟ ବୁଝାଇବା ସହିତ ଏକ ସ୍ୱାଭିମାନ ଭାରତ ସ୍ୱଦେଶୀ ଭାରତ ଏବଂ ଆତ୍ମନିର୍ଭରଶୀଳ ବିକଶିତ ଭାରତ ଗଠନ ଦିଗରେ ଛାତ୍ରଛାତ୍ରୀ ଏବଂ ଯୁବକମାନଙ୍କ ଭୂମିକା ସମ୍ପର୍କରେ ପରାମର୍ଶ ଦେଇଥିଲେ। ଯୋଗାଚାର୍ଯ୍ୟ ଆଦିତ୍ୟ ଦେବଜୀ ମହାରାଜ ବର୍ତ୍ତମାନ ଓଡ଼ିଶା ଗସ୍ତ ଅବସରରେ ଗତ 21 ତାରିଖ ଠାରୁ 27 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନକୁ ପରିଦର୍ଶନ କରି ପରାମର୍ଶ ଶିବିରରେ ଯୋଗ ଦେଉଛନ୍ତି। ଏହି କ୍ରମରେ ଢେଙ୍କାନାଳ ତଥା କାମାକ୍ଷାନଗରର ପତଞ୍ଜଳି ଯୋଗ ସମିତିର ସମ୍ମାନୀୟ ପ୍ରଭାରୀମାନଙ୍କ ଅନୁରୋଧ କ୍ରମେ ବାଇସିଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରି ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଉଥିଲେ। ସ୍ୱାମୀଜୀଙ୍କ ସହିତ ରାଜ୍ୟ ପ୍ରଭାରୀ ସାଧୁ ସନାତନ ଦାସ, ମୁକ୍ତିକାନ୍ତ ଦାସ, ଜିଲ୍ଲା ପ୍ରଭାରୀ ରବିନାରାୟଣ ସାହୁ, ବରିଷ୍ଠ ଯୋଗଗୁରୁ ନିର୍ମଳ ଚନ୍ଦ୍ର ସାହୁ ଏବଂ କାମାକ୍ଷାନଗର ଯୋଗ ସମିତିର ଅନେକ ସଦସ୍ୟ ଯୋଗ ଦେଇଥିଲେ। ବିଦ୍ୟାଳୟ ପରିଦର୍ଶନ ଅବସରରେ ପ୍ରଥମେ ବିଦ୍ୟାଳୟ ପ୍ରାଙ୍ଗଣରେ ଅବସ୍ଥିତ ଭାରତବର୍ଷର ମହାନ ସନ୍ଥ ବିଶ୍ୱବିଜୟୀ ଦାର୍ଶନିକ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ପ୍ରଦାନ କରିବା ସହିତ ବିଦ୍ୟାଳୟର ସିଦ୍ଧି ମଣ୍ଡପରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଗଣେଶ ପୂଜନ କରିଥିଲେ। ପରେ ଶୋଭାଯାତ୍ରାରେ ଯାଇ ସାଧନା ମଣ୍ଡପରେ ମହାତ୍ମା ଗାନ୍ଧୀଙ୍କୁ ଏବଂ ଗୁରୁ ମଣ୍ଡପରେ ସତ୍ୟବାଦୀ ଯୁଗର ମହାନ ଗୁରୁ ପଞ୍ଚସଖାଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ଆୟୋଜିତ ମଞ୍ଚରେ ଜିଲ୍ଲା ପ୍ରଭାରୀ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ବେହେରା ସ୍ୱାଗତ ଭାଷଣ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟତମ ସାଧୁ ସନାତନ ଦାସଜୀ ବିଦ୍ୟାର୍ଥୀମାନଙ୍କୁ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ନିର୍ଭୀକତା, ନିଷ୍ଠାପର ଓ ନୀତିବାନ ହେବା ପାଇଁ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ। ଯୋଗଗୁରୁ ଶ୍ରୀ ନିର୍ମଳ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ଦେଇ ଗୁରୁବନ୍ଦନା ପୂର୍ବକ ସ୍ୱାମୀଜୀଙ୍କର ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ସମସ୍ତ କାର୍ଯ୍ୟରେ ପ୍ରଧାନ ଶିକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ବେହେରା ସମେତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରାଣବନ୍ଧୁ ମହାରଣା, ଶିକ୍ଷୟିତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ଲକ୍ଷ୍ମୀ ବେହେରା, ପ୍ରଜ୍ଞା ଦଳନାୟକ, କାଦମ୍ବିନୀ ନାୟକ, ବିନୋଦିନୀ ମହାପାତ୍ର, ପ୍ରଭାତୀ ମାହୁନ୍ତ, ଯମୁନା ସାହୁ, ମମତା ସାହୁ, କନକଲତା ସ୍ୱାଇଁ, ଦୀପାଳି ସ୍ୱାଇଁ ଏବଂ ଶିକ୍ଷକ ଶ୍ରୀ ଯୁଧିଷ୍ଠିର ବିଶ୍ୱାଳ, ସୁଶାନ୍ତ କୁମାର ପଣ୍ଡା, ଦୁର୍ଜୟ କୁମାର ସାହୁ, ସୁନୀଲ କୁମାର ନାୟକ, କର୍ମଚାରୀ ମମତା ରଣା ଏବଂ ନିବାରଣ ସାହୁ ସହଯୋଗ କରିଥିଲେ। କାମାକ୍ଷାନଗରରୁ ତରୁଣ ସେନ ବାରିକଙ୍କ ରିପୋର୍ଟ, ଅଷ୍ଟକେଳି ନ୍ୟୁଜ। भारत माता की मंच पर विराजमान हमारे राष्ट्रीय युवा भारत के केंद्रीय प्रभारी श्रीमान श्रीमद स्वामी जी आदित्य देव जी डाण पाखे बसी पूज्य ये कि जड़े विद्वान एवं पांडित्य अर्जन कर वेद शास्त्र रे एवं बहुत भजन गाती स्वामीजी नाम हूँ स्वामी सनातन देव जी।